ଜୟ ଜଗନ୍ନାଥ। ପୂଜା ଅନୁଷ୍ଠାନର ଆଉ ଏକ ନୂଆ ଅଧ୍ୟାୟକୁ ଆପଣ ମାନଙ୍କୁ ପୁଣି ଥରେ ସ୍ୱାଗତ। ତ ଆଜି ଟିକେ ଆକ୍ଚୁଆଲି ମୁଁ ସକାଳୁ ବାହାରିଛି ଆମର ଯେଉଁ ଗଣେଶ ପୂଜା ପାଖଉଛି ଆସ୍ତେ ଆସ୍ତେ। ତ ଆମ ଏରିଆରେ ବି ଜଣେ ଭଲ ମୂର୍ତ୍ତି କାରିଗର ଅଛନ୍ତି ଯିଏକି ତାଙ୍କ କାରଖାନାରେ ବହୁତ ଗୁଡ଼େ ମୂର୍ତ୍ତି ତିଆରି କରୁଛନ୍ତି। ଆମ ଗାଁରେ ତିଆରି କରୁଥିଲେ। ଆକ୍ଚୁଆଲି ସେପଟେ ଦଶହରା ମଣ୍ଡପଟା ଅଛି, ଆପଣ ଦେଖେଇଦେବି। ଏଇପଟେ ହିଁ ଆକ୍ଚୁଆଲି ଆମର ହେଉଛି ଗଣେଶ ପୂଜା, ଯେଉଁଟା ହେବ ଏଇ ଦଶହରା ମଣ୍ଡପ ଅଛି। ତ ଏଇ ମଣ୍ଡପରେ ହିଁ ତାର ବ୍ୟାନରଟା ଦେଖନ୍ତୁ ଯେ ବାଜିଛି, ଏଇଠି ହିଁ ହେବ। ତ ୟାର ବି ସେ ନିଜେ ଯେ ମିସ୍ତ୍ରୀ ଯେ ସେ ମୂର୍ତ୍ତି କରିଥିଲେ ଗଢ଼ିଥିଲେ। ତ ଆମେ ଏବେ ତାଙ୍କ ଦୋକାନଠିକି ଯିବା, ଯେଉଁଠି ଯେଉଁ କାରଖାନାରେ ସେ ତିଆରି କରୁଛନ୍ତି ମୂର୍ତ୍ତି। ଏ କାରଖାନାକୁ ଏବେ ଯିବା, ଦେଖିବା କେମିତି କ'ଣ ମୂର୍ତ୍ତି ତିଆରି କରୁଛନ୍ତି, କ'ଣ ନା କେତେ ଭେରାଇଟିର ମୂର୍ତ୍ତି ଅଛି। ଚାଲନ୍ତୁ ଯିବା ଦେଖିବା। ମୁଁ ଆସିକି ପହଞ୍ଚି ଯାଇଛି ସେ ତାଙ୍କ ମୂର୍ତ୍ତି କାରଖାନାଟି, ଯୋଉଠିକି ସେ ବିଭିନ୍ନ ପ୍ରକାର ଛୋଟରୁ ଆରମ୍ଭ କରିକି ବଡ଼ ପର୍ଯ୍ୟନ୍ତ ବହୁତ ଭେରାଇଟିର ବିଭିନ୍ନ ପ୍ରକାର ଡିଜାଇନର ମୂର୍ତ୍ତି କରିଛନ୍ତି। ଛୋଟ ମୂର୍ତ୍ତିର ତା ଉଚ୍ଚା ନେଇକି ରେଟ୍ ଅଛି, ବଡ଼ ମୂର୍ତ୍ତିର ତାର ଉଚ୍ଚତା ନେଇକି ରେଟ୍ ଅଛି। କାମ ଡିଜାଇନ କୋଉ ମୂର୍ତ୍ତିରେ ସିମ୍ପଲ କାମ ହେଇଛି, କୋଉ ମୂର୍ତ୍ତିରେ ଡିଜାଇନ ଟିକେ ଅଧିକ ହେଇଛି। ଏମିତିକି ବିଭିନ୍ନ ଭେରାଇଟିର ମୂର୍ତ୍ତି ଅଛି। କୋଉ ମୂର୍ତ୍ତିରେ ଠାକୁର ପଗଡ଼ି ପିନ୍ଧଛନ୍ତି, କୋଉ ମୂର୍ତ୍ତିରେ ଅଳଙ୍କାର ମୁକୁଟ ପିନ୍ଧଛନ୍ତି, କୋଉ ମୂର୍ତ୍ତିରେ ଶିବଙ୍କର ବେଶ ହେଇଛନ୍ତି, କୋଉ ମୂର୍ତ୍ତିରେ ଗଣେଶଙ୍କର ପୁରା ଆକ୍ଚୁଆଲ ବେଶ ଅଛି, କୋଉ ମୂର୍ତ୍ତିରେ ଏମିତି ବିଭିନ୍ନ ପ୍ରକାର ଡିଜାଇନର ମୂର୍ତ୍ତି ଅଛି। ତ ଆପଣଙ୍କର ଏବେ ଆପଣ ଦେଖନ୍ତୁ ଫିନିସିଂ କାମ ବି ହେଇନି, ଏ ବହୁତ ଆହୁରି ଅଛି 15-20 ଦିନ ଗଣେଶ ପୂଜାକୁ। ମୁଁ ଯାଇକି ଭିଡିଓଟା ଆଣିଛି। ତ ଇଏ ଦୋମାଟିଆ ଯୋଉ କାମ କୁହନ୍ତି ସେ ସରିବା ଉପରେ, ଦୋମାଟିଆ କାମ ଅନ୍ତିମ ପର୍ଯ୍ୟାୟ ପୁରା ଚାଲିଛି। ତ ଫାଷ୍ଟ ଆମେ ତ ତାଙ୍କୁ ପଚାରୁଥିଲୁ, ମୁଁ ବି ତାଙ୍କ ସହିତ କିଛି ସମୟ କଥା ହଉଥିଲି, ଯେତେବେଳେ କି ସେ କହିଲେ ଯେ, ମୁଁ ତାଙ୍କୁ ପଚାରିଲି ଯେ ମୂର୍ତ୍ତିର ରେଟ୍ କେତେ କ'ଣ ରହୁଛି। ସେ କହିଲେ ଯେ ଉଚ୍ଚତା ଆଉ ତାର ଡିଜାଇନ ନେଇକି ରେଟ୍ ଅଛି। ତ ଆପଣ ଭାବନ୍ତୁନି ଯେ ଗୋଟେ ଫିକ୍ସ ରେଟ୍ ଅଛି। ତ ଆପଣ ଯୋଉ ଟାଇପର ମୂର୍ତ୍ତି ଅର୍ଡର କରିବେ ସେଇ ଅନୁସାରେ ଆପଣଙ୍କ ପାଇଁ ପଇସା ପଡିବ। ତ ସେକେଣ୍ଡ ଜିନିଷ, ମୂର୍ତ୍ତି ଯଦି ଆପଣ କରୁଛନ୍ତି ତାଙ୍କୁ କହିବା କଥା, ଯଦି ଆପଣ ମୂର୍ତ୍ତି ଅର୍ଡର ଦେବାକୁ ଚାହୁଁଛନ୍ତି ତ 2 ମାସ ଆଗରୁ ଆପଣ ଆସିକି ଅର୍ଡର ଦେଲେ ତାଙ୍କ ପାଇଁ ସୁବିଧା ହବ। କାହିଁକି ନା ତାଙ୍କର ଯେତିକି ଦିନ ଲାଗୁଛି, ସେ କହିବା କଥା ଯେ ନଡା ପ୍ରଥମେ ତାଙ୍କର ଖଡମା ଯୋଉ ସେ ଖଟୁଳିରେ ତିଆରି ହଉଛନ୍ତି ମୂର୍ତ୍ତି, ସେ ଖଟୁଳି ତିଆରି କରିବାକୁ ପଡୁଛି। ତାପରେ ତାଙ୍କର ଯଦି ଆପଣଙ୍କର ଖଟୁଳି ଅଛି ତ ଭଲ କଥା, ନହେଲେ ତାଙ୍କୁ ଖଟୁଳି ତିଆରି କରିବାକୁ ପଡୁଛି। ତାପରେ ସେଥିରେ ନଡା ଭିଡା ପାଇଁ କିଛି ସମୟ ଦରକାର। ନଡା ଭିଡା ହେଇକି ମୂର୍ତ୍ତିର ଫାଷ୍ଟ ଛାଞ୍ଚ ଯୋଉ ଡେକୋରେସନ ପ୍ରଥମ ପର୍ଯ୍ୟାୟ, ସେଇ ପର୍ଯ୍ୟାୟକୁ ତାଙ୍କର କରିବାକୁ ଟାଇମ ଲାଗୁଛି। ତାପରେ ଏକ ମାଟିଆ ହଉଛି, ତାପରେ ଦୋ ମାଟିଆ ହଉଛି, ତାପରେ କନା ପକା ହଉଛି, ଆଙ୍ଗୁଠି ଲାଗିବା, ମୁଣ୍ଡ ଗଢା, ଏମିତି ବହୁତ କିଛି କାମ ଅଛି। ଅଳଙ୍କାର ତିଆରି, ଏମିତି ବହୁତ କିଛି କାମ ଅଛି। ତ ଏଇ ସବୁ କିଛି ଡିଟେଲସ କାମ ସରି ସାରିବା ପରେ ଜାଣିକି ଖଡି ଦିଆଯାଏ। ତେଣୁ ଖଡି ଦେବା ପରେ ହିଁ ରଙ୍ଗ କରାଯାଏ। ତ ରଙ୍ଗ ହଉଛି ତାର ଅନ୍ତିମ ପର୍ଯ୍ୟାୟ। ତ ଏତେ ପ୍ରୋସେସ ଦେଇକି ଗଲା ପରେ ହିଁ ଗୋଟେ ମୂର୍ତ୍ତି ମଣ୍ଡପରେ ରହିକି ପୂଜା ହୁଏ। ତ ଆମେ ତାଙ୍କ ସହିତ କଥା ହଉଥିଲୁ, ସେ ସେଇ କଥା କହୁଥିଲେ ଯେ ଆପଣ ଯଦି କେବେ ମୂର୍ତ୍ତି ଅର୍ଡର ଦେବାକୁ ଚାହୁଁଛନ୍ତି ତ ଆପଣ ଯଥେଷ୍ଟ ଦିନ ଥାଇକି ହିଁ ଅର୍ଡର ଦିଅନ୍ତୁ। ଆଉ ଆପଣଙ୍କ ଡିଜାଇନ ମଧ୍ୟ ଆପଣ ଦେଇପାରିବେ, ଯୋଉ ପ୍ରକାରର ଫଟୋ ଆପଣ ଦେବେ ସେଇ ଅନୁସାରେ ମୂର୍ତ୍ତି ମଧ୍ୟ ଗଢା ହେଇପାରିବ, ତାଙ୍କ କହିବା କଥା। ଏବଂ ସୁନ୍ଦର ସୁନ୍ଦର ବହୁତ ମୂର୍ତ୍ତି ହଉଛି। ତା ବାଦ ସେ କହୁଛନ୍ତି ଯେ ଯଦି ଆପଣ 7 ଫୁଟ 8 ଫୁଟରୁ ବେଶୀ ଉଚ୍ଚା ମୂର୍ତ୍ତି ଅର୍ଡର ଦେବାକୁ ଚାହୁଁଛନ୍ତି, ତେବେ ସେ ସେଇ ଏରିଆକୁ ଯାଇକି ମୂର୍ତ୍ତି କରିବାକୁ ପସନ୍ଦ କରୁଛନ୍ତି। କାରଣ ଏଇ ଆମ ସିମିନାକୁ ଆପଣ ମୂର୍ତ୍ତି ଆସିକି ଦେବେ, ଏଠୁ ମୂର୍ତ୍ତି ବହୁତ ଉଚ୍ଚା ହବ, ଆପଣ ଯୋଉଦିନ ନେବେ ଭାଙ୍ଗି ଯାଇପାରେ। ତ ତାଙ୍କ କହିବା କଥା ଯଦି ଆପଣ 10 ଫୁଟ 12 ଫୁଟ ଏଇ ଉପରେ, ତା ଉପରକୁ ଯଦି ଆପଣ ମୂର୍ତ୍ତି ଅର୍ଡର ଦଉଛନ୍ତି, ତେବେ ଆପଣ ନିଜ ସ୍ଥାନରେ ହିଁ ତାଙ୍କୁ ଅର୍ଡର ଦିଅନ୍ତୁ, ସେ ସେଇଠିକି ଯାଇକି ହିଁ ମୂର୍ତ୍ତି ତିଆରି କରିବେ। ତ ବିଭିନ୍ନ ଭେରାଇଟିର ମୂର୍ତ୍ତି ବି ଆପଣଙ୍କୁ ଯଦି ଚାହିଁବେ ବି ତା ସାଇଟରେ ସଖୀ ବିଭିନ୍ନ ପ୍ରକାର ଭେରାଇଟିର ମୂର୍ତ୍ତି ମଧ୍ୟ ସେ କରିପାରିବେ। ତାଙ୍କୁ ଆମେ ପଚାରିଥିଲୁ ଯେ ସେ ଗଣେଶ ମୂର୍ତ୍ତି ଛଡା ଆଉ କଣ କଣ ମୂର୍ତ୍ତି କରନ୍ତି। ତ ତାଙ୍କ କହିବା କଥା ଯେ ସେ ଗଣେଶ ମୂର୍ତ୍ତି, ସରସ୍ଵତୀ ମୂର୍ତ୍ତି, ଲକ୍ଷ୍ମୀ ମୂର୍ତ୍ତି, ଦୁର୍ଗା ମୂର୍ତ୍ତି, କାର୍ତ୍ତିକେଶ୍ଵର ମୂର୍ତ୍ତି, ଏମିତିକି ମୂର୍ତ୍ତି ଯେତେକ ମାଟି ମୂର୍ତ୍ତି ଥାଏ ସେତେକ କାମ ସବୁ କରନ୍ତି। ତା ବାଦ ସିମେଣ୍ଟ ମୂର୍ତ୍ତି ବି କରନ୍ତି, ଫାଇବରର ମୂର୍ତ୍ତି କରନ୍ତି। ତ ସେ ପ୍ରାୟ ସବୁ ପ୍ରକାର ମୂର୍ତ୍ତି ତିଆରି କରନ୍ତି। ଏବଂ ଆପଣ ଯଦି ତାଙ୍କ ପାଖରୁ ଅଲଗା ବି କିଛି ମାଟି ମୂର୍ତ୍ତି ଛଡା ଅଲଗା ଫାଇବର କିମ୍ବା ସିମେଣ୍ଟର ମୂର୍ତ୍ତି ବି ଯଦି ଚାହୁଁଛନ୍ତି, ତେବେ ଆପଣ ତାଙ୍କୁ ଆସିକି ତାଙ୍କ ସହିତ କଥାବାର୍ତ୍ତା ହେଇପାରିବେ। ବା ଆପଣଙ୍କୁ ମୁଁ ତାଙ୍କ ଫୋନ ନମ୍ବର ଡେସକ୍ରିପସନରେ ଦେଇଦେବି, ଆପଣ ତାଙ୍କ ଫୋନ ନମ୍ବର ସେଥିରୁ ପାଇଯିବେ। ସେଇଥିରୁ ଆପଣ ତାଙ୍କୁ କଲ୍ କରି ତାଙ୍କ ସହିତ କଥା ହେଇପାରିବେ, ଯାହା ଦ୍ୱାରା କି ଆପଣଙ୍କୁ ସୁବିଧା ହବ। ତାଙ୍କ ହାତର ମୂର୍ତ୍ତି ଆପଣଙ୍କ ପାଖରେ କେତେ ଦିନ ଟାଇମ ଲାଗେ ଏଇ ଟୋଟାଲ ମୂର୍ତ୍ତି ତିଆରି କରିବା ପାଇଁ, ଏ ଯୋଉତିକ ସେ ମୂର୍ତ୍ତି ଏବେ ଗଢୁଛନ୍ତି, ତ ସେ ଆମକୁ କହିଥିଲେ ଯେ ସମ୍ପୂର୍ଣ୍ଣ 2 ମାସ ଦରକାର ଏଇ ମୂର୍ତ୍ତି। ସମସ୍ତ ସବୁ ଯେତେକ ମୂର୍ତ୍ତି ଗଢା ହଉଛି ସବୁ ମୂର୍ତ୍ତି ପାଇଁ ସମ୍ପୂର୍ଣ୍ଣ 2 ମାସ ଆବଶ୍ୟକ। ତ 2 ମାସ ପୁରା କଣ୍ଟିନ୍ୟୁଅସ ଲାଗିବା ପରେ ହିଁ ଆପଣଙ୍କ ମଣ୍ଡପରେ ମୂର୍ତ୍ତି ଯାଇକି ପହଞ୍ଚିଥାଏ। ତ ଏହା ହିଁ ତାଙ୍କର କହିବା। ଯଦି ଆପଣ ମୂର୍ତ୍ତି ଚାହୁଁଛନ୍ତି ତେବେ ସିମିନାଇ ଗ୍ରାମକୁ ଆସିବେ,
ଏବଂ ପଣ୍ଡା ମୂର୍ତ୍ତି ଦୋକାନ କୋଉଟା କଲେ ସମସ୍ତେ କହିଦେବେ, ଆପଣ ତାଙ୍କ ପାଖକୁ ଆସିକି ମୂର୍ତ୍ତି ଅର୍ଡର ଦେଇପାରିବେ। ଯଦି ଆପଣଙ୍କ ଭିଡିଓଟି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ କରିବେ। ଜୟ ଜଗନ୍ନାଥ।